ତ ହରେ କୃଷ୍ଣ ସାଙ୍ଗମାନେ, ତ ସକାଳୁ ସକାଳୁ ଏକ୍ସରସାଇଜ୍ କରିବା ପାଇଁ ବାହାରି ପଡ଼ିଥିଲି। କାହିଁକିନା ଏକ୍ସରସାଇଜ୍ ଟିକେ ନ କଲେ ମୁଡ଼ଟା ଟିକେ ଫ୍ରେଶ୍ ଲାଗେନି। ତ ସେଇଥିପାଇଁ ମୁଁ ରନିଂ ମାରି ଦେଇଥିଲି ପାଖାପାଖି ସେଇ 2-2.5 କିଲୋମିଟର। ତ ତାପରେ ଆସିକିରି କରିଥିଲି ଏକ୍ସରସାଇଜ୍ କରୁଥିବା ସମୟରେ ପୁଷଅପ୍ ମାରିଥିଲି ସେଇ 30ଟା ଖଣ୍ଡେ। ତାପରେ ଆସିକିରି ଡିପ୍ସ ବି ମାରିଥିଲି ସେଇ ଜମ୍ପିଂ ଜକ୍ସ। ଏଥିରୁ ମୁଁ କରିଥିଲି ଗୋଟେ 30ଟା ଖଣ୍ଡେ ଏକ୍ସରସାଇଜ୍। ତାପରେ ଟିକେ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ପାହାଡ଼ର ସେଇ ଗୋଟେ ଶୀର୍ଷରେ ଥିବା ଗୋଟେ ପଥର ଉପରେ ଛିଡ଼ା ହେଇକରି ପ୍ରକୃତିକୁ ଏକ ଲୟରେ ଦେଖୁଥାଏ। କାହିଁକିନା ସତରେ ଶୀତୁଆ ସକାଳର ଏଇ ପ୍ରକୃତିଟି କେତେ ସୁନ୍ଦର ଲାଗୁଥାଏ। ତାପରେ ଆସିକି ମାରିଥିଲି ପୁଷଅପ୍ ଗୋଟେ 10ଟା ଖଣ୍ଡେ। ତାପରେ ଆସିକିରି ବସା ଉଠାଇଥିଲି ଗୋଡ଼ ପାଇଁ ଏକ୍ସରସାଇଜ୍ କରିଥିଲି। ଏଇଥିରୁ ବି ସେଇ ପାଖାପାଖି 20 କି 25 କରିଛି, 20ଟେ କରିଛି। କଲା ପରେ ଟିକେ ପାହାଡ଼ିଆ ଷ୍ଟାଇଲ୍ରେ ଗୋଟେ ଡିପ୍ସ ମରା ହେଇଥିଲା ପଥର ଗଦା ଉପରେ। କାହିଁକିନା ଲୋକେସନ୍ଟା ଏତେ ସୁନ୍ଦର ଲାଗୁଥାଏ ନା, ସେଥିପାଇଁ ମୁଁ କହିଲି ଏଠି ଖଣ୍ଡେ ମାରିଦେବା। ଏଇଥିରୁ ବି ସେଇ 20 ଖଣ୍ଡେ ମାରିଥିଲି। ତାପରେ ଆସିକି ପେଟ କମାଇବା ପାଇଁ ମାରିଥିଲି ସେଇ 20ଟା। କାହିଁକିନା ମୁଁ ବି ସବୁଥିରୁ 20ଟା କରେ। କାହିଁକିନା ଏବେ ଫାଷ୍ଟ ଷ୍ଟାର୍ଟ ହେଇଛି ନା, ତ ସେଇଥିରୁ ଅଧିକ କରିବା ପାଇଁ ଇଚ୍ଛା ହୁଏନି। ଅଧିକ କଲେ ବି ପେନ୍ ହୋଇଥାଏ ସବୁ ଶରୀର। ତ ସେଇଥିପାଇଁ ମୁଁ 20ଟା ଲେଖାଏଁ ହିଁ କରିଥାଏ। ତ ଡିପ୍ସ ବି ମାରିଥିଲି ସେଇ ପାଖାପାଖି 20ଟା। ତାପରେ ଟିକେ ଏକ୍ସରସାଇଜ୍ କରିଦେଇଥିଲି, ବଡ଼ିର ପୁରା ଷ୍ଟ୍ରେଚିଂ ଲେଭେଲ୍ର ଗୋଟେ ଏକ୍ସରସାଇଜ୍ କରିଥିଲି। ଏକ୍ସରସାଇଜ୍ କରିକିରି ମୁଁ ବାହାରିକି ପଳେଇ ଆସିଥିଲି। ତ ଆସିବା ପରେ ରେଡ଼ି ହେଇକିରି ମୁଁ ଯାଇଥିଲି ଗୋଟେ ମାମୁଁ ଘର ଗାଁକୁ ବାହାରି ପଡ଼ିଥିଲି, ଟିକେ କିଛି କାମ ଥିଲା ବୋଲି। ତ ହରେ କୃଷ୍ଣ, ରାଧେ ରାଧେ।